ସ୍ୱାଧୀନତା ଦିବସରେ ଆସିଲା ଆଜ୍ଞା ଖୁସି ଖବର, ଯାହାକି ବଡ଼ ଘୋଷଣା କରିଛନ୍ତି ଏଠାରେ ମୋହନ ସରକାର କହୁଛନ୍ତି ଯେ 11 ଜିଲ୍ଲାକୁ ମିଳିବ ଅତିରିକ୍ତ 5 କେଜି ଚାଉଳ। ଆପଣମାନଙ୍କ ପାଖରେ ସମସ୍ତଙ୍କ ପାଖରେ ରାସନ କାର୍ଡ଼ ଥିବ। ରାସନ କାର୍ଡ଼ରେ ଆପଣମାନେ ପ୍ରତି ମାସରେ ଚାଉଳ ପାଉଥିବେ। ତା ସହିତ ଆଜ୍ଞା ଆପଣମାନଙ୍କୁ 3 ମାସର ଏକ୍ସଟ୍ରା ବା 3 ମାସ ପାଇଁ ଏକ୍ସଟ୍ରା 5 କେଜି ଲେଖାଏଁ ଚାଉଳ ସରକାର ଦେବା ପାଇଁ ଯାଉଛନ୍ତି। ଭଲ ଖବରଟି କ'ଣ, ଆପଣମାନଙ୍କୁ କେମିତି ଚାଉଳ ମିଳିବ, କ'ଣ ଥିଲେ ଚାଉଳ ମିଳିବ, ଆଉ ସବୁଠାରୁ ବଡ଼ ପ୍ରଶ୍ନ ଯେ କେଉଁ ଜିଲ୍ଲାକୁ ଏହି ଚାଉଳ ମିଳିବା ପାଇଁ ଯାଉଛି। ଏଠାରେ ସରକାର ମେନସନ୍ କରିଦେଇଛନ୍ତି ଯେ ଆଜ୍ଞା ଏହି 11ଟି ଜିଲ୍ଲାକୁ ହିଁ ଆମେମାନେ ଅତିରିକ୍ତ 5 କେଜି ଲେଖାଏଁ ଚାଉଳ ଦେବୁ। ଆପଣମାନେ ତ ଆଗରୁ ଆପଣଙ୍କ ରାସନ କାର୍ଡ଼ରେ 5 କେଜି ଲେଖାଏଁ ଚାଉଳ ପାଉଥିଲେ, ତା ସହିତ ଆପଣମାନଙ୍କୁ ଆହୁରି 5 କେଜି ଲେଖାଏଁ ମିଳିବ। ତା ଅର୍ଥାତ୍ ଆଜ୍ଞା ଗୋଟିଏ ରାସନ କାର୍ଡ଼ରେ ଆପଣମାନଙ୍କୁ ଏକ୍ସଟ୍ରା 5 କେଜି ଚାଉଳ ମିଳିବା ପାଇଁ ଯାଉଛନ୍ତି। ତ କେଉଁ 11ଟି ଜିଲ୍ଲାକୁ ଏଠାରେ ମିଳିବ, ଚାଲନ୍ତୁ ସେ ବିଷୟରେ ଭଲ ଭାବରେ ମୁଁ ଆପଣମାନଙ୍କୁ ବୁଝେଇଦେବି। ତା ସହିତ ଆପଣମାନେ ଆମ ଚ୍ୟାନେଲକୁ ଏପର୍ଯ୍ୟନ୍ତ ଯଦି ସବସ୍କ୍ରାଇବ୍ କରିନାହାନ୍ତି ସବସ୍କ୍ରାଇବ୍ କରିଦେବେ। ଭିଡ଼ିଓ ଯଦି ଭଲ ଲାଗିଲେ କରିବେ, ନହେଲେ ମୁଁ ଆପଣମାନଙ୍କୁ ଜବରଦସ୍ତି କରୁନାହିଁ। ସ୍ୱାଧୀନତା ଦିବସରେ ଏଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାର୍ ବଡ଼ ଘୋଷଣା କରିଛନ୍ତି ଆଜ୍ଞା। ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଅଧିକ ଚାଉଳ ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି ମୋହନ ସରକାର। 11ଟି ଜିଲ୍ଲାକୁ ଅତିରିକ୍ତ 5 କେଜି ଚାଉଳ ଏଠାରେ ମାଗଣା ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି। ସବୁଠାରୁ ବଡ଼ ପ୍ରଶ୍ନ ଯେ ଆଜ୍ଞା କେଉଁ 11ଟି ଜିଲ୍ଲାକୁ ଏଠାରେ ମିଳିବ ଅତିରିକ୍ତ ଚାଉଳ ବା ଫ୍ରିର ଚାଉଳ। ଚାଲନ୍ତୁ ସେ ବିଷୟରେ ଭଲ ଭାବରେ ଆମେମାନେ ଡିସ୍କସନ୍ କରିନେବା। ଏଠାରେ କୁହାଯାଉଛି ଯେ ଆଜ୍ଞା ଏଠାରେ ଆପଣମାନେ ଦେଖିପାରୁଥିବେ 8 KBK ଜିଲ୍ଲା ସହ ବୌଦ୍ଧ, ଗଜପତି ଓ କନ୍ଧମାଳ ଜିଲ୍ଲାକୁ ମିଳିବ ଏହି ସୁବିଧା। KBK କହିଲେ କ'ଣ ଆଜ୍ଞା? KBK କହିଲେ ଏଠାରେ କ'ଣ ବୁଝାଯାଉଛି? କଳାହାଣ୍ଡି, ବଲାଙ୍ଗୀର, କୋରାପୁଟକୁ ଏଠାରେ ବୁଝାଯାଉଛି। ଏମାନଙ୍କୁ କାହିଁକି KBK ବୋଲିକି କୁହାଯାଉଛି, ଚାଲନ୍ତୁ ସେ ବିଷୟରେ ମଧ୍ୟ ମୁଁ ଆପଣମାନଙ୍କୁ ଭଲ ଭାବରେ ବୁଝାଇ ଦେଉଛି। ଦେଖନ୍ତୁ ଆଜ୍ଞା, ତ ଏଠାରେ ଦେଖିପାରୁଥିବେ ଯେ ରିଜନ୍ ଅନ୍ ରେକଗ୍ନାଇଜ୍ ଇନ୍ 1993 ଦେଖନ୍ତୁ 1992 ବା 1993 ମସିହାରେ ଏମାନଙ୍କୁ ରେକଗ୍ନାଇଜ୍ କରାଯାଇଥିଲା। କ'ଣ ପାଇଁ ରେକଗ୍ନାଇଜ୍ କରାଯାଇଥିଲା ଯେ ଆଜ୍ଞା ସେ ଅଞ୍ଚଳରେ ବହୁତ ଗରିବ ଶ୍ରେଣୀର ଲୋକମାନେ ବାସ କରନ୍ତି। ଏବେ ବି ସେହିପରି ଗରିବ ଶ୍ରେଣୀର ଲୋକମାନେ ବାସ କରୁଛନ୍ତି। କେଉଁ ଡିଷ୍ଟ୍ରିକ୍ଟ ସେଗୁଡ଼ାକ ଆଜ୍ଞା ଦେଖନ୍ତୁ, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ସୋନପୁର, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା। କ'ଣ କହିଲେ ଏଠାରେ ଆଉ ଥରେ ମୁଁ ଆପଣମାନଙ୍କୁ ମନେ ପକାଇ ଦେଉଛି ଯେ କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ସୋନପୁର, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଆଉ ରାୟଗଡ଼ା, ଏହି 8ଟି ଡିଷ୍ଟ୍ରିକ୍ଟ KBK ଡିଷ୍ଟ୍ରିକ୍ଟରେ ଯାଉଛି। KBK ଡିଷ୍ଟ୍ରିକ୍ଟ କହିଲେ ଆପଣମାନେ ଜାଣିପାରିଲେ ଯେ ଗରିବ ଶ୍ରେଣୀର ଡିଷ୍ଟ୍ରିକ୍ଟରେ ଯାଉଛି। ତା ସହିତ ଏଠାରେ ବୌଦ୍ଧ, ଗଜପତି, କନ୍ଧମାଳ ଜିଲ୍ଲାକୁ ଏହି ସୁବିଧା ମିଳିବ। ଏହିପରି ଏହି 11ଟି ଜିଲ୍ଲାକୁ ପ୍ରତ୍ୟେକ ମାସରେ ବା 3 ମାସ ପାଇଁ ଏଠାରେ 27 ଲକ୍ଷରୁ ଉର୍ଦ୍ଧ୍ୱ ପରିବାରଙ୍କୁ ଏହି ସୁବିଧା ମିଳିବାକୁ ଯାଉଛି। ଯେ ଆପଣଙ୍କ ରାସନ କାର୍ଡ଼ରେ ଯେଉଁ ଚାଉଳଟି ପାଉଛନ୍ତି ତା ସହିତ ଆପଣମାନଙ୍କୁ ଏକ୍ସଟ୍ରା 5 କେଜି ଲେଖାଏଁ 3 ମାସ ପାଇଁ ମିଳିବ। ଅର୍ଥାତ୍ 15 କେଜି ଏକ୍ସଟ୍ରା ଆପଣମାନଙ୍କୁ ଚାଉଳ ଏଠାରେ ସରକାର ଦେବା ପାଇଁ ଯାଉଛନ୍ତି। ମୋଟ 41,082 ମେଟ୍ରିକ୍ ଟନ୍ ଅତିରିକ୍ତ ଚାଉଳ ବଣ୍ଟନ କରିବାକୁ ଯାଉଛନ୍ତି ସରକାର ଆଜ୍ଞା। ଏଥିପାଇଁ ରାଜ୍ୟ ସରକାର ନିଜ ପାଣ୍ଠିରୁ ପ୍ରାୟ 180 କୋଟି ଟଙ୍କା ଏଠାରେ ଖର୍ଚ୍ଚ କରିବା ପାଇଁ ଯାଉଛନ୍ତି। ଏଇଟା ଆମରି ହିଁ ପଇସା ଆଜ୍ଞା, ଆପଣମାନେ ଏମିତି ଭାବନ୍ତୁନି। ଯେହେତୁ ସରକାର ଏଠାରେ ଏମିତି ଘୋଷଣା କରୁଛନ୍ତି, ତାଙ୍କର ମଧ୍ୟ ଗୋଟେ ଉଦ୍ଦେଶ୍ୟ ନିହାତି ଭାବରେ ଥିବ। ଭୋଟ ବ୍ୟାଙ୍କ, ଆପଣମାନେ ସମସ୍ତେ ଜାଣିଥିବେ ଭୋଟ ବ୍ୟାଙ୍କ ପାଇଁ ବା ଭୋଟ ପାଇଁ ହିଁ ଏମିତି ସବୁ ଚାଲିଛି। ଠିକ୍ ଅଛି, ଯେତେବେଳେ ନୂଆ ସରକାର ଗୋଟେ ରାଜ୍ୟରେ ରାଜନୀତି କରିବା ପାଇଁ ଆସେ, ସେ ନୂଆ ନୀତି ନିୟମ, ନୂଆ ରୁଲ୍ ରେଗୁଲେସନ୍, ନୂଆ ଯୋଜନା ମଧ୍ୟ କାଢ଼ିଥାଏ। ଯେପରି ଆପଣମାନେ ଜାଣିଥିବେ ସୁଭଦ୍ରା ଯୋଜନା, ତ ଏଇଟା ମଧ୍ୟ ଗୋଟିଏ ତାଙ୍କର ଯୋଜନା। ଏହା କେତେ ଫଳପ୍ରଦ ହେଉଛି ଆମକୁ ଅପେକ୍ଷା କରିବାକୁ ଦେଖିବାକୁ ପଡ଼ିବ ଯେ ଏହା ସତରେ ଫଳପ୍ରଦ ହେଉଛି ନା ନାହିଁ। ଆଇ ହୋପ୍ ଆପଣମାନେ ସମସ୍ତେ ବୁଝିପାରିଥିବେ। ଯାହା ପାଖରେ ରାସନ କାର୍ଡ଼ ଅଛି, ଯେଉଁମାନେ ଚାଉଳ ପାଉଛନ୍ତି ଅଲରେଡ଼ି, ସେମାନଙ୍କୁ ଏହି ସୁବିଧା ଆଜ୍ଞା ମିଳିବ, ନହେଲେ ମିଳିବ ନାହିଁ। ଆପଣମାନେ ପଞ୍ଚାୟତକୁ ଯାଆନ୍ତି, ପଞ୍ଚାୟତରୁ ଚାଉଳ ଉଠେଇକି ଆଣନ୍ତି ନା ନାହିଁ? ହଁ, ସେଇଥିରେ ଆପଣମାନଙ୍କୁ ଏକ୍ସଟ୍ରା ଅତିରିକ୍ତ ଆହୁରି 5 କେଜି ଲେଖାଏଁ ଚାଉଳ ମିଳିବା ପାଇଁ ଯାଉଛି। ଭିଡ଼ିଓ ଯଦି ଭଲ ଲାଗିଥିଲା ନିହାତି ଭାବରେ ଲାଇକ୍ କରିଦେବେ। ଆଉ ଯେଉଁ ଡିଷ୍ଟ୍ରିକ୍ଟରେ ଏଇ ମିଳୁନାହିଁ ସେହି ଡିଷ୍ଟ୍ରିକ୍ଟରେ ଯଦି ଆପଣମାନେ ଭିଡ଼ିଓ ଦେଖୁଛନ୍ତି, ଯେଉଁ ଡିଷ୍ଟ୍ରିକ୍ଟର ଭାଇମାନଙ୍କୁ ଆପଣମାନେ ଜାଣିଛନ୍ତି, ନିହାତି ଭାବରେ ତାଙ୍କୁ ଭିଡ଼ିଓଟିକୁ ସେୟାର କରିଦେବେ। ମୁଁ ଆଶା କରୁଛି ଆପଣମାନେ ବୁଝିପାରିଥିବେ। ପୁଣି ଦେଖା ହେବା ଆଉ ଏକ ସୁନ୍ଦର ଭିଡ଼ିଓରେ। ସେ ପର୍ଯ୍ୟନ୍ତ ଆପଣମାନେ ମୋତେ ବିଦାୟ ଦିଅନ୍ତୁ। ଧନ୍ୟବାଦ।